ମାଛ ହାଟ ଆମିଷ ବାରରେ ଏଠି ବେଶୀ ଭିଡ଼ ହୁଏ ଆଉ ସବୁଠୁ ବେଶୀ ଭିଡ଼ ହୁଏ ରବିବାର ଦିନ କାରଣ ଅଫିସ୍ ଛୁଟି ଥାଏ ଆଉ ହାଟରେ ବହୁତ ସାରା ଭେରାଇଟିର ଫ୍ରେଶ୍ ମାଛ ବି ମିଳିଯାଏ ଆଉ ଭାଗ୍ୟ ଟାଣ ଥିଲେ ଅଫିସ୍ ଷ୍ଟାଫ୍ ନହେଲେ ସାଙ୍ଗସାଥି ନିଶ୍ଚିତ ଭାବେ ଦେଖା ହେଇଯାଆନ୍ତି ଆଉ ମୋତେ ଲାଗେ ଏହି ମାଛ ହାଟରୁ ହିଁ ସେଲ୍ ସ୍କିଲ୍ ଜନ୍ମ ହେଇଛି କାରଣ ଏଠି ଲୋକମାନେ ବି ଜାଣିଛନ୍ତି ଆଉ ଦେଖୁବିଛନ୍ତି ମାଛ ବର ଭିତରେ ହାଡ଼ ହେଇକି ବଙ୍କା ହେଇଗଲାଣି ହେଲେ ଦୋକାନୀ କହିବ ସାର୍ ଇଏ ପରେ ଏବେ ନଗଦ ଆସିଛି ଫ୍ରେଶ୍ ଆଉ ଏମିତି ବୁଲେଇକି କହିବ ଯେ ପଚାରିଥିବା ଲୋକ ଚୁପଚାପ ସେ ବରଫ ଦିଆ ମାଛକୁ କିଣିକି ଆଣିକି ଆସିବ। ଡିଜିଟାଲ ୱେଇଂ ମେସିନ୍ର ଏଠି ସ୍ଥାନ ନାହିଁ। ସେଇ 80 ମସିହାର ବଟକରା ଆଉ ଗୋଟେ କେଜିରେ କେତେ ଗ୍ରାମ ମାଛ ମିଳେ ସେ ସବୁ ଭାଗ୍ୟ ଉପରେ ଲେଖା। ଲୋକ ବାଗେନ ଏଠି ଆରମ୍ଭ କରନ୍ତି ଇଲିଶ ଉପରେ ଆଉ ଲାଷ୍ଟକୁ ମୌରାଳି ମାଛ ଚିଙ୍ଗୁଡ଼ି ମାଛ ଆଉ ଆନ୍ଧ୍ର ରୋହି ନେଇକି ହାଟରୁ ଘରୁ ଫେରନ୍ତି। ସେଥିପାଇଁ ତ ହାଟରେ ଇଲିଶ ପାମ୍ପଲେଟ୍ ଆଉ ଦାମୀ ମାଛ ଲିମିଟେଡ୍ ଥାଏ ଆଉ ବାକି ଭେରାଇଟି ଅନଲିମିଟେଡ୍ ଥାଏ। ଭାଇ ମୁଁ ତ କହିବି ମାଛ ହାଟ ସ୍କାମ୍ରୁ ଯିଏ ଜିତିଛି ତାକୁ ମାର୍କେଟରେ ବୋକା ବନେଇବା ଏତେ ସହଜ ନୁହେଁ। ତାହେଲେ ଏବେ ଆପଣମାନେ କୁହନ୍ତୁ ଆପଣମାନେ କେବେ ମାଛ ହାଟ ସ୍କାମ୍ରେ ଫସିଛନ୍ତି କି ନାହିଁ?